ଫରେଷ୍ଟ ରେଞ୍ଜ ଅଫିସର ଭଦ୍ରକ। କ'ଣ କହିବେ କାଲି ମେନ୍ତାଳରେ ଏକ ବେଆଇନ ଗର୍ତ୍ତ କଳରେ ଆପଣ ଚଢ଼ାଉ କରିଥିଲେ, କ'ଣ କ'ଣ ଆନୁମାନିକ ଜିନିଷ ସିଜ୍ କରାଗଲା, କ'ଣ କେମିତି ଆକ୍ସନ୍ ନିଆଯାଇଛି ମାଲିକ ଉପରେ? ମାନେ ଆମର ବର୍ତ୍ତମାନ ଆମେ ଖବର ପାଇଲୁ ଯେ ବେନ୍ତାଳରେ ଗୋଟେ ଇଲିଗାଲ୍ ମିଲ୍ ଚାଲୁଛି। ସେ ଅନୁସାରେ ଆମେ ସେଠି ସକାଳୁ ଯାଇକି ରେଡ୍ କଲୁ। ରେଡ୍ କଲା ଭିତରେ ଆମର କେବଳ ସେଠି କିଛି ମେସିନାରୀ ନଥିଲା, କାଠ ଥିଲା। କାଠ ପ୍ରାୟ ଆନୁମାନିକ 50,000 ହେବ। ତାକୁ ସିଜ୍ କରି ଆମେ ରେଞ୍ଜ ଅଫିସକୁ ନେଇ ଆସିଛୁ। ଆମ ପାଖରେ ଖବର ଯେ କହୁଛନ୍ତି 7 ଲକ୍ଷରୁ ଅଧିକ ଟଙ୍କାର ମେସିନ୍ ଜବତ ହୋଇଛି, ସିଜ୍ ହେଇଛି ବୋଲି ଖବର ଆମ ପାଖରେ ଅଛି। ସେ କ'ଣ କହୁଛନ୍ତି? ନା ନାଇଁ, କାଲି ସେମିତି କିଛି ଆମର ମେସିନାରୀ ପାଇଲୁ, ଆମେ କେବଳ କାଠ ସିଜ୍ କରିଛୁ। କିନ୍ତୁ ଭିଜୁଆଲ୍ ଅଛି ଆମ ପାଖରେ, ସେଠି ମେସିନ୍ ଚାଲୁଥିବାର ଦୃଶ୍ୟ ଆମ ପାଖରେ ଅଛି, ମେସିନ୍ ଥିଲା। ମାନେ ଆମେ ପହଞ୍ଚିବା ଭିତରେ ସେଠି କିଛି ନଥିଲା ସେଠି। ଆପଣ କେମିତି କ'ଣ ପାଇଲେ ସୂଚନା ସେଠି ଏମିତି ବେଆଇନ ଚାଲିଛି ବୋଲି? ନାଇଁ, ସେ ଜିନିଷଟା ତ ଆମେ କହିପାରିବୁନି। ଆମେ ଏମିତି ପାଇଲୁ, ଆମର ହାୟର ଅଥରିଟି ପାଖରୁ ଆମେ ଖବର ପାଇଲୁ। ତେବେ ଆଉ ଭଦ୍ରକ ସହରାଞ୍ଚଳରେ କେତୋଟି ଏମିତି ଗର୍ତ୍ତ କଳ ଚାଲିଛି ଆପଣଙ୍କ ନଲେଜରେ ଅଛି? ଆମର ନଲେଜରେ ତ ବେଳେବେଳେ ଚାଲେ ହଳଦିଡ଼ିଅ ଆପଣଙ୍କର କାଜି ସାହି, କିନ୍ତୁ ଆମେ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ବର୍ତ୍ତମାନ ସୁଦ୍ଧା ଆମେ ଜାଣି ନାହୁଁ, ଆମ ପାଖରେ ସେମିତି କିଛି ଖବର ପହଞ୍ଚି ନାହିଁ ଯେ ବର୍ତ୍ତମାନ ଚାଲୁଛି। କିନ୍ତୁ ୟାରି ଭିତରେ ଆମେ ତା ପୂର୍ବରୁ ଏଇ 3ଟି ଯାକ ମିଲ୍ରେ ରେଡ୍ କରିଥିଲୁ। ତେବେ ମାଲିକମାନଙ୍କ ନାଁରେ କ'ଣ କ'ଣ ମକଦ୍ଦମା ହେଇଛି? ସେ ବିଷୟରେ ଆମେ ଅନୁସନ୍ଧାନ କରୁଛୁ। ଅନୁସନ୍ଧାନ କଲା ପରେ ଆମେ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।